ଏଇଭଳି ଲୋକମାନଙ୍କ ଠାରୁ ନିଜକୁ ଟିକେ ଦୂରେଇ ରଖୁଥିବେ। ଯେଉଁ ଲୋକମାନେ ଆପଣଙ୍କ ସାଙ୍ଗରେ ଥିବା ସମୟରେ ତ ଆପଣଙ୍କର ଗୁଣଗାନ କରନ୍ତି, କିନ୍ତୁ ଟିକେ ଆପଣ ଚାଲିଗଲେ ଆପଣଙ୍କ ପଛରେ ଆପଣଙ୍କୁ ଅପମାନ କରନ୍ତି। ମୁଁ ବହୁତ ଚେଷ୍ଟା ବି କରିଛି ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ, କିନ୍ତୁ କେବେ ବି ପାଇପାରିନି। ସବୁବେଳେ ଯେଉଁ ଲୋକମାନେ ଭଲ ହୃଦୟର ହୋଇଥାନ୍ତି, ଭଲ ମଣିଷ ହୋଇଥାନ୍ତି, ଏ ବିଧାତା ସେମାନଙ୍କ ସହ ଖେଳ ଖେଳିବା କ'ଣ ପାଇଁ? ଭଲ ପାଇବା କିଛି ଖରାପ କଥା ନୁହଁ, କିନ୍ତୁ ଭଲ କେବେ ବି ପାଅ ନାହିଁ, ନହେଲେ କାନ୍ଦିବା ପାଇଁ ପ୍ରସ୍ତୁତ ହୋଇଯାଅ। କେବେ ବି କୌଣସି ମଣିଷକୁ ନିଜର ଏତେ ବି ସମୟ ଦେବ ନାହିଁ କି ସେ ମଣିଷକୁ ଗର୍ବ ଆସିବା ଆରମ୍ଭ ହୋଇଯିବ। ଆଉ କେବେ ବି କେଉଁ ମଣିଷର ପାଦ ତଳେ ଏତେ ବି ପଡ଼ିଯିବନି କି ସେ ମଣିଷକୁ ଅହଙ୍କାର ଆସିବା ଆରମ୍ଭ ହୋଇଯିବ। ଯେଉଁ ଲୋକମାନେ ଜଟିଳ ହୋଇଥାନ୍ତି, ସେଇ ଲୋକମାନେ ବେଳେବେଳେ ଖରାପ ପରିସ୍ଥିତିରେ ଆମ କାମରେ ଆସିଯାଆନ୍ତି, କିନ୍ତୁ ଯେଉଁ ଲୋକମାନେ ମିଠା ମିଠା କଥା କୁହନ୍ତି, ସେଇ ଲୋକମାନେ ଆମକୁ ଧୋକା ଦେଇ ଚାଲିଯାଆନ୍ତି। ଯେଉଁ ମଣିଷ ଆପଣଙ୍କର କଷ୍ଟର ମୂଲ୍ୟ ହିଁ ବୁଝିପାରୁନି, ସେ ମଣିଷ ଆଗରେ ଆପଣଙ୍କ କଷ୍ଟକୁ ବ୍ୟକ୍ତ କରିବାର କୌଣସି ବି ଆବଶ୍ୟକ ନାହିଁ। ବରଂ ଭଲ ହେବ ତୁମେ ଚୁପ୍ ରହିଯାଅ। ଏ ଜୀବନ କେତେ ବି ଖରାପ ହୋଇଥାଉ ନା କାହିଁକି, କିନ୍ତୁ ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ସାଙ୍ଗରେ କେହି ନିଜ ଲୋକ ଆପଣଙ୍କ ସାଥ ଦେବା ପାଇଁ ରହିଛି, ସେ ପର୍ଯ୍ୟନ୍ତ ଏ ଜୀବନ ତୁମକୁ ଭଲ ହିଁ ଲାଗିବ। ପ୍ରତ୍ୟେକ ମଣିଷ ପଛରେ ଦୁଇଟି କାହାଣୀ ରହିଛି। ଗୋଟିଏ କାହାଣୀ ତ ଆପଣ ଶୁଣି ସାରିଛନ୍ତି, ଅନ୍ୟଟି ସେ ମଣିଷ କାହାକୁ କୁହେନି। ଯେଉଁ ମଣିଷ ଆପଣ କହୁଥିବା କଥାର ମୂଲ୍ୟ ବୁଝୁନାହିଁ, ସେ ମଣିଷକୁ କିଛି ବି କୁହନ୍ତୁ ନାହିଁ, ବରଂ ଆପଣ ଚୁପ୍ ହୋଇଯାଆନ୍ତୁ। କାହିଁକି ନା ଚୁପ୍ ରହିବା ଠାରୁ ବଡ଼ ଉତ୍ତର ଆଉ କିଛି ବି ହୋଇନଥାଇପାରେ। ଜୀବନରେ କେବେ ବି ଅନ୍ୟମାନଙ୍କୁ ଭରସା କରନ୍ତୁ ନାହିଁ। ଜୀବନରେ କେବେ ବି ଅନ୍ୟମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ନିଜକୁ ସବୁବେଳେ ଶକ୍ତିଶାଳୀ କରିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ଆପଣଙ୍କ ନିଜ ଛଡ଼ା ଏ ଦୁନିଆରେ ଆପଣଙ୍କର ନିଜର କେହି ନାହିଁ। କେବେ ବି ଭାଗ୍ୟର ଭରସାରେ ବସ ନାହିଁ, କି ଭାଗ୍ୟରେ ଯାହା ଥିବ ତାହା ହିଁ ହେବ। ଆଉ କେବେ ବି ନିଜ ହାତର ରେଖା ଉପରେ ବି ବିଶ୍ୱାସ କର ନାହିଁ, କି ହାତର ଲେଖାରେ ଯାହା ଲେଖା ଥିବ ତାହା ହିଁ ହେବ। କାହିଁକି ନା ସେହି ଲୋକମାନଙ୍କ ଭାଗ୍ୟ ବି ମୁଁ ବଦଳି ଯିବାର ଦେଖିଛି, ଯେଉଁ ଲୋକମାନଙ୍କର ହାତ ହିଁ ନାହିଁ। ମୁଁ ରାଗି ବି ପାରେ, ଆଉ ମୁଁ ରୁଷି ବି ପାରେ, ଆଉ ମୁଁ ଅଭିମାନ ବି କରିପାରେ, କେବଳ ସେଇ ଲୋକମାନଙ୍କ ଉପରେ ଯେଉଁ ଲୋକମାନଙ୍କୁ ମୁଁ ନିଜର ଭାବୁଛି। ଗୋଟେ କଥା କହିବି, ଟିକେ ଭାବିବେ ନିଶ୍ଚୟ। ଲୋକମାନେ ସବୁବେଳେ ସେଇ ଜିନିଷକୁ ହିଁ ହରେଇବାକୁ ଡରନ୍ତି, ଯେଉଁ ଜିନିଷକୁ ସେମାନେ ପ୍ରଥମରୁ ହିଁ ହରେଇ ଦେଇଥାନ୍ତି। ତୁମେ ଜୀବନରେ 100 ଥର ଫେଲ୍ ହୋଇଯାଅ, କିଛି କଥା ନାହିଁ। ତୁମେ ଜୀବନରେ 1000 ଥର ଫେଲ୍ ହୋଇଯାଅ, କିଛି ବି କଥା ନାହିଁ। କିନ୍ତୁ ଗୋଟିଏ ରାଣ ନିଜ ମନ ଭିତରେ ନିଶ୍ଚୟ ଖାଇଦିଅ କି ଯେଉଁ ପର୍ଯ୍ୟନ୍ତ ତୁମ ସ୍ୱପ୍ନ ପୂରା ନ ହୋଇଛି, ସେ ପର୍ଯ୍ୟନ୍ତ ତୁମେ କେବେ ତୁମ କାର୍ଯ୍ୟ ପଥରୁ ହଟିବ ନାହିଁ। ଯେତେବେଳେ କୌଣସି ମଣିଷ ନିଜ ପାଇଁ କମ୍ ଆଉ ଅନ୍ୟମାନଙ୍କ ବିଷୟରେ ବେଶୀ ଭାବିବା ଆରମ୍ଭ କରିବ, ସେଇ ମୁହୂର୍ତ୍ତରୁ ସେ ମଣିଷ ନିଜ ଭବିଷ୍ୟତକୁ ଅନ୍ଧାର କରି ଚାଲିବ। ସେଥିପାଇଁ ପର କଥା ଛାଡ଼, ପ୍ରଥମେ ନିଜ କଥା ଦେଖ। ଏ ଦୁନିଆ ଲୋକଙ୍କ ଆଗରେ କେବେ ବି କାନ୍ଦ ନାହିଁ, କାହିଁକି ନା ଏ ଦୁନିଆ ଲୋକଙ୍କୁ କାନ୍ଦ ଦେଖିବାରେ ଆନନ୍ଦ ବହୁତ ଆସିଥାଏ। ସେଥିପାଇଁ କାନ୍ଦିବା ଅପେକ୍ଷା କାନ୍ଦ ଚୁପ୍ କରି ନିଜ ପରିଶ୍ରମକୁ ଦ୍ୱିଗୁଣିତ କର, କାହିଁକି ନା ତୁମ ସ୍ୱପ୍ନକୁ ତୁମକୁ ପାଇବାର ଅଛି। ଲୋକେ କୁହନ୍ତି କି ମନର ଦୁଃଖ ଓ କଷ୍ଟକୁ କାହାକୁ କହିବା ଦ୍ୱାରା ମନର ଦୁଃଖ କଷ୍ଟ କମ୍ ହୋଇଯାଏ। ମୁଁ ଏହି ଉପାୟରେ ବି କିଛି କରିକି ଦେଖିଲି ଆଜ୍ଞା, କିନ୍ତୁ ସତ କହୁଛି ମୋ ଦୁଃଖ କଷ୍ଟ କେବେ କମ୍ ହେଲା ନାହିଁ।
ମୁଁ ଜାଣିନି ଭଗବାନ ମୋର କାହିଁକି ଏତେ ପରୀକ୍ଷା ନେଉଛନ୍ତି। ହୁଏତ ସେମାନେ ମୋତେ ଜୀବନର ଗୋଟେ ଭଲ ଖେଳାଳି ବୋଲି ଭାବୁଛନ୍ତି। ସମସ୍ତ ମଣିଷକୁ କେବେ ବି ଭଲ ବୋଲି ଭାବିଦେବେନି ଆପଣ। କାହିଁକି ନା ଲୋକେ ଏଠି ଚେହେରା ଉପରୁ ଯାହା ଦେଖାଯାଆନ୍ତି ଭିତରେ ତାହା କଦାପି ହୋଇନଥାନ୍ତି। ଯେଉଁ ମଣିଷ ନିଜ ପାଖରେ ଥିବା ଜିନିଷକୁ ନେଇ ନିଜ ଜୀବନରେ ସନ୍ତୁଷ୍ଟ ନୁହଁ, ସେଇ ମଣିଷକୁ ଯଦି ଭବିଷ୍ୟତରେ କିଛି ଭଲ ଜିନିଷ ବି ମିଳେ ନା, ସେ ମଣିଷ କେବେ ସନ୍ତୁଷ୍ଟ ହୋଇପାରିବ ନାହିଁ। ଟଙ୍କା ପଇସା ପଛରେ ଗୋଡ଼େଇବା ଛାଡ଼ନ୍ତୁ, ଟିକେ ହସ ଖୁସିରେ ବଞ୍ଚିବା ଶିଖନ୍ତୁ। ଗୋଟେ ସତ କଥା କହିବି, ଏ ଜୀବନ କାଲି ରହିବ କି ନାହିଁ କିଛି ବି ଭରସା ନାହିଁ। ନିଜ ଜୀବନରେ ସବୁବେଳେ ନିଜକୁ ମୂଲ୍ୟ ଦେବା ଶିଖ, କୌଣସି ପରଲୋକକୁ ନୁହଁ। ଯଦି ଅନ୍ୟ କୌଣସି ଲୋକକୁ ତୁମେ ମୂଲ୍ୟ ଦେବ, ତୁମ ନିଜ ଜୀବନରେ ତୁମେ ଶସ୍ତା ହୋଇ ରହିଯିବ। ତୁମ ନିଜଠାରୁ ବଡ଼ ସାଥୀ ତୁମ ପାଇଁ ଏ ଦୁନିଆରେ ଆଉ କେହି ନାହିଁ। ତ ତୁମେ ଅନ୍ୟ ସଙ୍ଗତର ଖୋଜରେ ଯାଅନି, ବରଂ ନିଜ ସହ ନିଜେ ମିତ୍ରତା କରିଦିଅ। ଦେଖିବ ତୁମେ କେବେ ବି ଦୁଃଖରେ ରହିବନି। ଆପଣଙ୍କ ଜୀବନରେ ଆସୁଥିବା ଖରାପ ସମୟ ହେଉ କିମ୍ବା ଖରାପ ପରିସ୍ଥିତି ହେଉ, ସେ ଆପଣଙ୍କୁ କେବେ ବି ଦୁର୍ବଳ କରିଦିଏନି ଆଜ୍ଞା। ବରଂ ଏଠି କିଏ ନିଜର ଆଉ କିଏ ପର ସେମାନଙ୍କର ଅସଲି ଚେହେରା ଦେଖେଇ ଦିଏ। କୌଣସି ବି ମଣିଷ ଧୋକା ଦେଇଯିବା ସେତେଟା କଷ୍ଟ ଦିଏନି, ବରଂ କଷ୍ଟ ତ ଦିଏ କି ସେ ମଣିଷଠାରୁ କରାଯାଇଥିବା ଆଶା ଆଉ ଭରସା। ବନ୍ଧୁ, ନିଜ ଘର ଭିତରେ ମନ ଭରି କାନ୍ଦିଦିଅ, କିଛି କଥା ନାହିଁ। କିନ୍ତୁ ଯେତେବେଳେ ବାହାରକୁ ବାହାରିବ, ତୁମେ ହସି କରି ବାହାରିବା ଆବଶ୍ୟକ। କାହିଁକି ନା ଲୋକମାନେ ଯେବେ ଜାଣିବାକୁ ପାଇବେ କି ଏ ମଣିଷ ଭିତରୁ ଭାଙ୍ଗି ଯାଇଛି, ସେତେବେଳେ ସେ ଆପଣଙ୍କର ଉଚିତ ଫାଇଦା ଉଠେଇବେ। ଆପଣଙ୍କୁ ବିଶ୍ୱାସ ନହେଲେ ବି ଏହା ନିରାଟ ସତ କଥା ଆଜ୍ଞା। ମୋ ଜୀବନ ସରଳ ଜୀବନଟିଏ ଥିଲା, ଏମିତିରେ ବିତିଗଲା। ଜୀବନରେ କିଛି ବଡ଼ କରିପାରିଲି ନାହିଁ। ସମୟ ଚାଲିଗଲା। ଦିନେ ସମସ୍ତେ ଲୋକ ପଚାରିଲେ ମୋତେ, ତୁ ତୋ ଜୀବନରେ କ'ଣ ବା କରିପାରିଲୁ? ମୁଁ ମଧ୍ୟ ହସି କରି ଉତ୍ତର ଦେଲି, କେବେ କୌଣସି ମଣିଷକୁ ଧୋକା ଦେଲି ନାହିଁ। ଯଦି କୌଣସି ମଣିଷ କେବେ ବି ଆପଣଙ୍କର ଭୁଲ ବାହାର କରେ, ସେ ମଣିଷ ଉପରେ କେବେ ରାଗିବ ନାହିଁ, ବରଂ ଖୁସି ହୁଅ। କେହି ନା କେହି ତ ଦୁନିଆରେ ଯିଏ ଜଣେ ଅଛି, ଯିଏକି ନିଜ ସମୟ ବାହାର କରି ତୁମ ଭୁଲକୁ ଖୋଜି ପାରୁଛି। ଅନ୍ୟର ଭୁଲକୁ ଦେଖି ନିଜକୁ ସୁଧାରି ନେବା ବହୁତ ଭଲ ହୋଇଥାଏ। କାହିଁକି ନା ନିଜେ ଭୁଲ କରି ପୁଣି ଶିଖିବା ପାଇଁ ଏ ଜୀବନ କାଫି ନୁହେଁ। ଯେତେବେଳେ ଆପଣଙ୍କର ସମୟ ଖରାପ ଚାଲିଥିବ, ଆଉ ଯେତେବେଳେ ଆପଣଙ୍କ ପରିସ୍ଥିତି ଖରାପ ଚାଲିଥିବ, ସେତେବେଳେ କୌଣସି ଲୋକ ଆପଣଙ୍କ ହାତ ଧରି ବାହାରକୁ କାଢ଼ିବା ପାଇଁ ଆସିବେନି, ବରଂ ଏ ଲୋକମାନେ ଆପଣଙ୍କ ଭୁଲ ଖୋଜିବା ପାଇଁ ଆସିବେ। କୌଣସି ମଣିଷକୁ ଆଦର କରିବା ଆଉ କୌଣସି ମଣିଷକୁ ସମ୍ମାନ ଦେବା ବଡ଼ ଅଜବ ଧରଣର କଥା ହୋଇଥାଏ ଆଜ୍ଞା। ଯେଉଁ ମଣିଷକୁ ତୁମେ ଆଦର କରିବ, ସିଏ ତୁମକୁ ସମୟ ଦେବ ନାହିଁ, ଆଉ ଯେଉଁ ମଣିଷକୁ ତୁମେ ସମୟ ଦେବ, ସେ ମଣିଷ ତୁମକୁ ଆଦର କରିବ ନାହିଁ। ଆପଣଙ୍କ କାର୍ଯ୍ୟରେ ପ୍ରଶଂସା କରୁଥିବା ଲୋକେ ହୁଏତ ଆପଣଙ୍କୁ ଜାଣିଥାଇପାରନ୍ତି ଆଜ୍ଞା, କିନ୍ତୁ ଏ ଦୁନିଆରେ ଆପଣଙ୍କ ପ୍ରକୃତ ନିଜର ଲୋକ କିଏ, ସେମାନଙ୍କ ଭିତରେ ଆପଣଙ୍କୁ ହିଁ ଖୋଜିବା ପାଇଁ ପଡ଼ିବ। ଗୋଟେ ଅଜବ କଥାଟିଏ କହିବି ଆଜ୍ଞା, ବିଶ୍ୱାସ ନ ହେଇପାରେ କିନ୍ତୁ ସତ। ଯଦି କେବେ ବି କୌଣସି ଲୋକ ସହ ଆପଣଙ୍କ ମିଳନ ହୁଏ, ତାହା ଭଗବାନଙ୍କ ଦ୍ୱାରା ହୋଇଥାଏ। କିନ୍ତୁ ଯେତେବେଳେ ମଣିଷ ନିଜେ ନିଜଠୁ ଅଲଗା ହୁଅନ୍ତି, ସିଏ ଭଗବାନଙ୍କ ଇଚ୍ଛାରେ ନୁହଁ, ବରଂ ମଣିଷମାନେ ନିଜ ଇଚ୍ଛାରେ ଅଲଗା ହୁଅନ୍ତି।
दिन थिला मु भी समस्तंकु मनैबा पई बाहरी आसुथिली। दिन थिला मु भी समस्तंकु बुझेइबा पई बाहरी आसुथिली। आजी छाड़ीदेली समस्तंकु बुझेइबा आउ आजी छाड़ीदेली समस्तंकु मनैबा। जार संपर्क रखिबार अछि संपर्क रखिपार, आउ जार संपर्क रखिबार नाही किछि कथा नाही आज्ञा, आपण आगकु बढ़ी पार। तुमे भी मो परी कण एई कथा भाबुच कि एठी सबु लोके तुमको पसंद करंती बोली? आपण भूल भाबुचंती आज्ञा। लोक माने आवश्यक पड़िले आपणंकु व्यवहार करंती, पसंद करंती। बंधु ए कथार कौनसी भी आवश्यक नाही कि प्रतिटी शिक्षा मनीष पुस्तकरू ही शिखिब। दुनिया रे एमिति बहुत शिक्षा संपर्क आउ लोक मानंक ठारू भी शिखिबा पाई पड़े। निज मनर कथा केबे भी कौनसी मनीष को टिके भाभी चिंती कहूथिबे आपण, काहेकि ना ए जुग स्क्रीनशॉट आउ रेकर्डिंग र जुग। आपणक जीवन रे भी एमिति निश्चय होइथिबो। कौनसी मनीष को आपण मन प्राण देई भल पाइथिबे, आउ तृतीय मनीष आसिला परे से आपणंकु अणदेखा करिथिबो, आउ परिशेष रे आपणक संपर्क भांगी जाइथिबो। निज आखिर लुह को पोछिबा बंद करंतु। आपण सेई मनीष को निज जीवन रो विताड़ित करंतु जो मनीष पाई आज आपणक आखिरे लुह अछि। जो मनीष माने प्रकृत रे जानी छंती कि सेमाने सेमानंक जीवनर सत्य पथरे चालुचंती। केही सेमानंकु साथ दौ किंबा न दौ, सेमानंकु कौनसी कथार केबे फरक पड़े नाही। दुनिया रे एमिति प्रत्येक मनीष रहिछि या प्रत्येक सामान रहिछि। जेतबेले कौनसी सामान को धक्का बाजे सीए तले पड़ी भांगी जाए, किंतु मनीष को धक्का बाजिला परे मनीष प्रस्तुत हवा आरंभ करी थाए। जो लोक माने सबु बेले अन्य मानंकर बर्बाद कथा चिंता करंती, अन्य मानंकु खालरे पकेइबा कथा चिंता करंती, सेई मानंक पाई केबे कोठी खाल प्रस्तुत होई जाए सेमाने निजे भी जानी पारि न थांती। जो भली कर्म करिब सेई भली फल पाइब। एहा मिछ कहूनी आज्ञा, निज अनुभवरु कहूची, आउ एहा ही सत हब। जदि कौनसी मनीषठु तुमे प्रतिशोध नहीं गल, तार खुशी 4-6 दिन पाई तुम पाखरे रहिब। किंतु जदि कौनसी भी मनीष को तुमे क्षमा करिदेल, तार खुशी सारा जीवन तुम संगरे रहिब। बंधु जेबे भी कौनसी जगारे संपर्क आउ पैसा भितरे कौनसी गोटिए जिनिस को तुमको पसंद करिबा पाई पड़े, तेबे पैसा छाड़ी दब, संपर्क नहीं जीवो। काहेकि ना पैसा तो एमिति रे चलंती, जीवा आसीबा लागी थाए, किंतु थरे संपर्क भांगी गले आउ फेरे नाही।